ରାଜୁ ରହସ୍ୟମୟ ଜଳପ୍ରପାତ ଅତିକ୍ରମ କରି ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳକୁ ଚାଲିଯିବା ପରେ ମାତ୍ର କେତୋଟି ଦିନ ବିତିଥାଏ, କିନ୍ତୁ ରାଜାଙ୍କର ଆଉ ତର ସହୁ ନଥାଏ। ପାହାଡ଼ ଶିଖରରେ ତଥା ସବୁଠୁ ଉଚ୍ଚ ଗଛମାନଙ୍କ ଉପରେ ଦିନରାତି ପାଳି କରି ସିପାହୀମାନେ ଦିଗ୍ବଳୟକୁ ଅନାଇଥାନ୍ତି। ରାଜୁ ଦେଖାଯିବା ମାତ୍ରେ ପ୍ରଥମେ ହିଁ ରାଜା ସେ ଖବର ପାଇବା ଚାହି। ଖାଇବାକୁ ବସି ଲଡ଼ୁ ଥାଳି ଦେଖିବା ମାତ୍ରେ ହିଁ ରାଜା ସୁବର୍ଣ୍ଣ ପ୍ରତିମା କଥା ବିଶେଷ ଭାବରେ ମନେ ପକାଉଥାନ୍ତି, କାରଣ ତାଙ୍କ ପାଇଁ ସେ ସୁନ୍ଦରୀ ଲଡ଼ୁ ଭଳି ଲୋଭନୀୟ। ମନେ ପକାଇ ସେ ସଙ୍ଗେ ସଙ୍ଗେ ପର୍ବତ ପାଖକୁ ଦୌଡ଼ିବେ, କିନ୍ତୁ ସେଠି ପହଞ୍ଚିବା ମାତ୍ରେ ପୁଣି ପଛରେ ଛାଡ଼ି ଆସିଥିବା ଲଡ଼ୁ ଥାଳି ତାଙ୍କର ମନେ ପଡ଼ୁଥାଏ। କ'ଣ କରାଯିବ? ଅତି ବିଜ୍ଞ ମନ୍ତ୍ରୀମାନେ ଏଇ ବ୍ୟବସ୍ଥା କଲେ ରାଜା ଖାଇବା ଥାଳି ଛାଡ଼ି ଉଠିଯିବା ମାତ୍ରେ 30ରୁ ଅଧିକ ସେବକ 30ରୁ ଅଧିକ ଖାଦ୍ୟପାତ୍ରମାନ ଧରି ତାଙ୍କ ପଛରେ ଦୌଡ଼ିବେ। ବର୍ତ୍ତମାନ ଆମ୍ଭେ କିପରି ଦିଶୁଛୁଁ? ହଠାତ୍ ରାଜା ଜଣେ ଜଣେ ଅମାତ୍ୟଙ୍କୁ ଏ ପ୍ରଶ୍ନ ପଚାରି ଦେଉଥିଲେ। ରାଜା ନିଜକୁ ସେ ପ୍ରତିମାର ଯୋଗ୍ୟ ବରପାତ୍ର କରି ଗଢ଼ିବା ନିମନ୍ତେ କେଡ଼େ ପରିଶ୍ରମ କରୁଥିଲେ ସେ କଥା ସଭିଏଁ ଜାଣିଥିଲେ। ସେ 2 ଗୁଣ ଆହାର କରୁଥିଲେ, ନିର୍ମଳ ଲହୁଣୀରେ ଦେହ ମାଜୁଥିଲେ, ଦିନେ ଛାଡ଼ି କଲି ଓ ନିଶ ଏବଂ 3 ଦିନ ଛଡ଼ାରେ କେଶ କାଟଛାଟ କରୁଥିଲେ। ପ୍ରତି ଆଙ୍ଗୁଳିକୁ ବର୍ତ୍ତମାନ କାମୁଡ଼ି ଧରିଥିଲେ ଯୋଡ଼ିଏ ଲେଖାଏଁ ମୁଦି। କଣ୍ଠରୁ ଓହଳି ପଡ଼ିଥିବା ଶତାଧିକ ରତ୍ନହାର ଓଜନରେ ବିଚରା ନଇଁ ପଡ଼ୁଥିଲେ। ଛାମୁ ଚଣ୍ଡ ପ୍ରଚଣ୍ଡ, ଆପଣ ଦିଶୁଛନ୍ତି ଅପୂର୍ବ। ଇତିହାସରେ କେହି କେବେ ଏମିତି ଦିଶି ନଥିଲେ। ଜଣେ ଅମାତ୍ୟ ଏକଥା କହିଲେ, ଆଉ ଜଣେ କହୁଥିଲେ ଭୂଗୋଳରେ ବି ନୁହେଁ। କିନ୍ତୁ କ୍ରମେ ଅମାତ୍ୟମାନେ ହୃଦୟଙ୍ଗମ କଲେ କି ଏଭଳି ଗତାନୁଗତିକ ପ୍ରଶଂସା ରାଜାଙ୍କୁ ବିଶେଷ ଆପ୍ୟାୟିତ କରୁନାହିଁ। ସେମାନେ ସେଉଠୁ ଉପମା ପ୍ରୟୋଗ କଲେ, ଯଥା ଆପଣ ଫୁଲଟିଏ ଭଳି ଦିଶୁଛନ୍ତି ମଣିମା, ସାକ୍ଷାତ ପ୍ରଜାପତି ଭଳି। ଇନ୍ଦ୍ରଧନୁକୁ ବଳି ମହାରାଜ। କିଛିଦିନ ଏଥିରେ ଚଳିଗଲା, କିନ୍ତୁ ଏହା ବି ପୁରୁଣା ହୋଇଗଲା। 2 ଜଣ ସଭାକବି ଅମାତ୍ୟମାନଙ୍କୁ ନୂଆ ନୂଆ ଉପମା ବିକ୍ରି କରି 2 ପଇସା ଉପାର୍ଜନ କଲେ। ସେ ସାଫଲ୍ୟରେ ଉତ୍ସାହିତ ହୋଇ ସେମାନେ ନୂଆ ନୂଆ ଶବ୍ଦ ଉଦ୍ଭାବନ କଲେ। ଯେତେବେଳେ ଅମାତ୍ୟମାନେ କହିଲେ କି ମହାରାଜ, ଆପଣ ଟ୍ୱିଙ୍କଲ ଲୁଇଙ୍କଲ ଭଳି ଲୋଭନୀୟ ଦିଶୁଛନ୍ତି ଅଥବା ଜର୍ଜର ବର୍ଜର ଭଳି ଉଜ୍ଜ୍ୱଳ ଦିଶୁଛନ୍ତି, ସେତେବେଳେ ରାଜା ଲାଜେଇ ଯାଉଥିଲେ। ଶବ୍ଦଗୁଡ଼ିକ ତାଙ୍କୁ ବେଶ ମଧୁର ଶୁଭୁଥିଲା। ଅର୍ଥ ପ୍ରତି କୌତୂହଳୀ ହେଲା ଭଳି ଅବସର ତାଙ୍କର ନଥିଲା। ଦିନେ ମହାମନ୍ତ୍ରୀ ରାଜାଙ୍କୁ କହିଲେ, ପ୍ରତିମାକୁ ଯଦି କୌଣସି ମତେ ଥରେ ହସାଇ ହୁଅନ୍ତା, ତେବେ ବଳେ ତା ହୃତ୍ଯନ୍ତ୍ର ଚାଲିବାକୁ ଆରମ୍ଭ କରନ୍ତା ଓ ଆଖିପତା ପଡ଼ନ୍ତା। ଆଉ ମହାରାଜ, ତ୍ରିଲୋକରେ ଏଭଳି କୌଣସି ପରୀ ଅଛି ଯାହାର ହୃତ୍ଯନ୍ତ୍ର ଚାଲୁଥିବ ଅଥଚ ଛାମୁଙ୍କୁ ଦେଖି ଅଥବା ଛାମୁଙ୍କ ବାସନା ପାଇ ଯାହାର ହୃଦୟ ଉଦ୍ବେଳିତ ନ ହେବ? ମହାମନ୍ତ୍ରୀଙ୍କ କଥାଟି ରାଜାଙ୍କୁ ବଡ଼ ଯୁକ୍ତିଯୁକ୍ତ ମନେହେଲା। ପ୍ରଶ୍ନ ହେଲା, ପ୍ରତିମା କିପରି ହସିବ? ଜଣାଶୁଣା ବୟସ୍ୟ ବିଦୂଷକ ତଥା ରାଜା ଓ ଅମାତ୍ୟମାନଙ୍କ ଆଖିରେ ଯେଉଁମାନେ ବୁଦ୍ଦୁ ସେମାନଙ୍କୁ ଧରି ଅଣାଗଲା। ସେମାନଙ୍କ ସକାଶେ ମଜାଦାର ପୋଷାକ ତିଆରି କରାଯିବା ନିମନ୍ତେ ରାଜକୋଷର ଏକାଧିକ ଦ୍ୱାର ଖୋଲି ଦିଆଗଲା। ସେମାନେ ପ୍ରତିମା ଆଗରେ ନଚାନଚି କଲେ। ସେମାନେ କ୍ଳାନ୍ତ ଦେଖାଗଲେ। ଛୁରା ଦେଖାଇ ସେମାନଙ୍କୁ ନଚାନଚି କରିବାକୁ ବାଧ୍ୟ କରାଗଲା, ସେମାନେ ଚେତା ହରାଇ ପଡ଼ିଯିବା ପର୍ଯ୍ୟନ୍ତ। ରାଜା ଘୋଷଣା କରିଥିଲେ କି ଯିଏ ପ୍ରଥମେ ପ୍ରତିମା ମୁହଁରେ ହସ ଦେଖିବ, ତା ନିଜ ଦାନ୍ତତକ ସୁନାରେ ବାନ୍ଧି ଦିଆଯିବ। ଦିନେ ରାତିରେ ସୁନାଦାନ୍ତର ସ୍ୱପ୍ନରେ ବିଭୋର ଜଣେ ପ୍ରହରୀର ମନେହେଲା 100 ସରିକି ମଶାଲ ଆଲୁଅରେ ଝଟକୁଥିବା ପ୍ରତିମା ମୁହଁରେ ମୁହୂର୍ତ୍ତକ ପାଇଁ ଅବା ହସର ତରଙ୍ଗ ଖେଳିଗଲା। ରାଜାଙ୍କ ପାଖରେ ପହଞ୍ଚିଲା ସେ ଖବର। ସେ ମଣୋହିରେ ବସିଥିଲେ। ଉଠି ପଡ଼ି ଦୌଡ଼ିଲେ। ପଛରେ ଦୌଡ଼ିଲେ ଅର୍ଦ୍ଧଭୁକ୍ତ 30ରୁ ଅଧିକ ଖାଦ୍ୟ ଥାଳି ଧରି 30ରୁ ଅଧିକ ତାଲିମ ପ୍ରାପ୍ତ ସେବକ। କିନ୍ତୁ ହାୟ, ରାଜା ଯତ୍ପରୋ ନାସ୍ତି ତରାଟି ଚାହିଁଲେ ମଧ୍ୟ ପ୍ରତିମା ମୁହଁରେ ହସର କୌଣସି ଆଭାସ ଦେଖିଲେ ନାହିଁ। ପ୍ରହରୀ, ତୋ ଦାନ୍ତତକ ସୁନାରେ ବାନ୍ଧିଦେବା, କିନ୍ତୁ ତୋ ଆଖି ଯୋଡ଼ିକ ଉପାଡ଼ି ନେବା, କାରଣ
ପ୍ରତିମା ଯଦି ହସିଲା ତେବେ ସେ ହସ ପ୍ରଥମେ ଆମ୍ଭେ ଦେଖିବା ଉଚିତ ଥିଲା। ତୋ ଆଖିର ଏଡ଼େ ବହପ ଯେ ସିଏ ପ୍ରତିମାର ହସ ଦେଖିଦେବ, ଅଥଚ ଆମ୍ଭେ ଦେଖିବା ବେଳକୁ ହସ ଉଡ଼ିଯାଇଥିବ, ରାଜା କହିଲେ। ପ୍ରହରୀର ସୌଭାଗ୍ୟ ସେତିକିବେଳେ ଜଣେ ବିଖ୍ୟାତ ଯାଦୁକର ଆସି ପହଞ୍ଚିବାର ସମ୍ବାଦ ଦେଲେ ଜଣେ ଅମାତ୍ୟ। ମହାରାଜ, ଇଏ ଜଣେ କରିତ୍କର୍ମା ପୁରୁଷ, ଅମାତ୍ୟ କହିଲେ। ହଁ ମହାରାଜ, ମୁଁ କରିତ୍କର୍ମା, ଯାଦୁକର ସ୍ୱୀକାର କଲା। ସଙ୍ଗେ ସଙ୍ଗେ ସେ ତାଳି ବଜାଇଲା ଓ ତାର ଜଣେ ସହକାରୀ ଗୋଟିଏ ଭାଲୁକୁ ଟାଣି ଟାଣି ନେଇ ଆସିଲା। ଛାମୁ, ଆପଣ କ'ଣ ଦେଖୁଛନ୍ତି? ଯାଦୁକର ପ୍ରଶ୍ନ କଲା। ହଇ ହେ, ଭାଲୁଟାଏ ଦେଖାଇ ତମେ ହେବ କରିତ୍କର୍ମା? ରାଜା ହତାଶ ହେବା ଭଙ୍ଗୀରେ କହିଲେ। ଭାଲୁର ଗନ୍ଧ ଆମକୁ ସୁଖ ଲାଗେ ନାହିଁ, ନେଇଯାଅ, ସେ ନିର୍ଦ୍ଦେଶ ଦେଲେ। ମଣିମାଙ୍କୁ ଯଦି ସୁଖ ନ ଲାଗିଲା ତେବେ ତୋର ଭାଲୁ ହୋଇ ରହିବା ଦରକାର କ'ଣ? ଯାଦୁକର ଭାଲୁକୁ ଏ ପ୍ରଶ୍ନ କରି ତାକୁ ଗୋଇଠା ମାରିଲା। ଭାଲୁ ତଳେ ପଡ଼ିଗଲା। ଯାଦୁକରର ସହକାରୀମାନେ ତା ଉପରେ ଘୋଡ଼ାଇ ଦେଲେ ଖଣ୍ଡିଏ କମ୍ବଳ। ଯାଦୁକର ତା ଚାରିକଡ଼େ ବୁଲି ବୁଲି ତାକୁ ଚାବୁକ ମାରୁଥାଏ। କମ୍ବଳ ତଳେ ଜୀବଟି ଛଟପଟ ହେଲା ଭଳି ମନେ ହେଉଥାଏ। ଯାଦୁକର କିଛି ଅବୋଧ୍ୟ ମନ୍ତ୍ର ପଢ଼ି ତାପରେ କହିଲା, ବୁମ୍। କମ୍ବଳ ଫୋପାଡ଼ି ଦେଇ ଡେଇଁ ପଡ଼ି ଠିଆ ହୋଇଗଲା ଗୋଟାଏ ମଣିଷ। ରାଜା ତାକୁ ନିରେଖି ଦେଖିଲେ। ନା, ତା ଦିହରେ ଇଞ୍ଚେ ମଧ୍ୟ ଭାଲୁତ୍ୱ ନଥିଲା, ଇଞ୍ଚେ ବି ଲାଞ୍ଜ ନଥିଲା। ସିଏ ମଣିଷ ବୋଲି ରାଜାଙ୍କର ହୃଦବୋଧ ହେଲା। ସେତେବେଳେ ସେଠାରେ ବେଶୀ ଲୋକ ନଥିଲେ। ପ୍ରତିମାର ପ୍ରହରୀମାନେ ଏବଂ ଛାମୁଙ୍କ ମଣୋହି ଥାଳିଟିମାନ ଧରି ଠିଆ ହୋଇଥିବା ପରିଚାରକମାନେ ନିଜ ତରଫରୁ ରାଜାଙ୍କ ସହ କଥା କହିବାର ବିଧି ନଥିଲା। ଯେଉଁ କେତେଜଣ ପାତ୍ରମିତ୍ର ସେଠି ଆସି ପହଞ୍ଚିଥିଲେ ସେମାନେ ନିଜ ନିଜ ବିଦ୍ୟାବୁଦ୍ଧିକୁ ରାଜାଙ୍କ ବିଦ୍ୟାବୁଦ୍ଧି ସହ ଏଡ଼େ ସମତଳ ଭାବରେ ଖାପ ଖୁଆଇ ନେବାକୁ ଶିଖିଥିଲେ ଯେ ଭାଲୁଟାଏ କମ୍ବଳ ଘୋଡ଼ି ହୋଇ ମଣିଷ ପାଲଟିଗଲା ବୋଲି ଧରି ନେବାକୁ ସେମାନେ ତିଳେ ବି ଦ୍ୱିଧା କରୁନଥିଲେ। ତେବେ ଦୂରରେ ଠିଆ ହୋଇ ସେ ଦୃଶ୍ୟ ଦେଖୁଥିବା କେଇଜଣ ସାଧାରଣ ଲୋକଙ୍କ କଥା ଅବଶ୍ୟ ଅଲଗା। ଭାଲୁଟି ଅସଲରେ ଭାଲୁ ଛାଲ ପିନ୍ଧିଥିବା ମଣିଷ ଓ କମ୍ବଳ ତଳେ ଛାଲଟି ଲୁଚି ରହିଛି ବୋଲି ସେମାନେ ସନ୍ଦେହ କରୁଥିଲେ, କିନ୍ତୁ ସେମାନେ ପାଟି ଫିଟାଉ ନଥିଲେ। ଜଣେ ବିଜ୍ଞ ମନ୍ତ୍ରୀ ମଣିଷରେ ପରିଣତ ଭାଲୁ ସେ ଯାଏ ଭାଲୁ ଭଳି ବାସୁଛି କି ନାହିଁ ଜାଣିବା ପାଇଁ ନିଜ ନାକଟିକୁ ତାର ଅତି ପାଖକୁ ନେଇ ଯାଇଥିଲେ। ନୂଆ ମଣିଷଟି ରାମ୍ପୁଡ଼ି ଦେଲା। ତାଙ୍କ ନାକରୁ ଲହୁ ବାହାରିଲା। ତାର ଭାଲୁ ପ୍ରକୃତି ପୂରାପୂରି ଯାଇନାହିଁ ମଣିମା, ଯାଦୁକର ବୁଝାଇ ଦେଲା ଓ ପୁଣି କହିଲା, କିନ୍ତୁ ବେଶୀ ଡେରି ଲାଗିବ ନାହିଁ। କାଲି ଏତେବେଳକୁ ସେ ଏକା 12 ଜଣ ମନ୍ତ୍ରୀଙ୍କ ଭଳି କଥା କହିବ। ନଖ ବ୍ୟବହାର ନ କରି ଆମ ଭଳି ସଭ୍ୟ ଲୋକଙ୍କ ସଂସ୍କାର ଗ୍ରହଣ କରି ଛୁରା ବ୍ୟବହାର କରିବ। ପାତ୍ରମିତ୍ରମାନେ ଆତଙ୍କିତ ଭାବରେ ପରସ୍ପର ଚୁହାଁ ଚୁହିଁ ହେଲେ। ମହାରାଜ, ଭାଲୁକୁ ମଣିଷ ବନାଇ ପାରୁଥିବା ଏ ଯାଦୁକର ସମ୍ପର୍କରେ ଆପଣଙ୍କର ଧାରଣା କ'ଣ? ଯାଦୁକର ସଗର୍ବେ ପ୍ରଶ୍ନ କଲା। ମୋର ଧାରଣା, ତମେ ଆହୁରି ଗୋଟାଏ ଭାଲୁ ପାଇଲେ ବି ତାକୁ ମଣିଷ କରିଦେବ। କିନ୍ତୁ ଥାଉ, ଆମ ରାଜ୍ୟରେ ମଣିଷଙ୍କର ଅଭାବ ନାହିଁ, ଭାଲୁଙ୍କର ଅଭାବ, ରାଜା କହିଲେ। ଆହା ଆହା, ରାଜାଙ୍କ ଜ୍ଞାନଗର୍ଭକ ବିବୃତି ଉପରେ ଉଚ୍ଛ୍ୱସିତ ଟିପ୍ପଣୀ ଦେଲେ ଅମାତ୍ୟବର୍ଗ। ମହାରାଜ, ଯେଉଁ କରିତ୍କର୍ମା ଭାଲୁକୁ ମଣିଷ କରିଦେଲା ସେ ପଥର ପ୍ରତିମାକୁ ଜୀବନ୍ୟାସ ଦେଇପାରିବ ଏକଥା ଆପଣଙ୍କ ମୁଣ୍ଡକୁ ଆସୁଛି ନା ନାହିଁ? ଯାଦୁକର ଅଧୈର୍ଯ୍ୟ ହୋଇ ପଚାରିଲା। ଆସିଗଲା ଆସିଗଲା, ରାଜା ଖୁସିରେ ଅସମ୍ଭାଳ ଦେଖାଗଲେ। ଆମ୍ଭେ ନାଚିବାକୁ କୁଦିବାକୁ ଇଚ୍ଛା କରୁ, କିନ୍ତୁ ସମ୍ଭବ ନୁହେଁ। ସେ ହଠାତ୍ ସାମାନ୍ୟ ବିମର୍ଷ ହୋଇପଡ଼ିଲେ। ମଣିମାଙ୍କ ଦର୍ଶନୀୟ ପେଟ ମଣିମାଙ୍କୁ ତାହା କରାଇ ଦେଉନାହିଁ ତ? ମୁଁ ଆପଣଙ୍କୁ କଥା ଦେଉଛି, ପ୍ରତିମା ଜୀବନ୍ୟାସ ପାଇବା ବେଳକୁ ପେଟର ଏ ରୂପ ନଥିବ, ଯାଦୁକର ଗମ୍ଭୀର ଭାବରେ କହିଲା। ଯାଦୁକର ମହାଶୟ, ଆଉ ବିଳମ୍ବ କାହିଁକି? ପ୍ରତିମାକୁ ଏଇକ୍ଷଣି ତମ ଯାଦୁ କମ୍ବଳରେ ଘୋଡ଼ାଇ ଯେମିତି ପିଟାପିଟି କରିବା କଥା କର। ଆମ୍ଭକୁ ଏତେ ଦିନ ଧରି ଅପେକ୍ଷା କରାଇବା ବାବଦରେ ପ୍ରତିମା କିଛି ଶିକ୍ଷା ପାଇବା ଉଚିତ, ରାଜା ଆବଦାର କରି କହିଲେ। ଯାଦୁକର କଣ୍ଠସ୍ୱର ଆହୁରି ଅଧିକ ଗମ୍ଭୀର କରି କହିଲା,
ତୁଚ୍ଛା କମ୍ବଳ ଘୋଡ଼ାଇ ଏ କାମ ହୋଇପାରିବ ନାହିଁ ମହାରାଜ। ଏ କ୍ଷେତ୍ରରେ ଭିନ୍ନ ନିୟମ ପାଳିବାକୁ ହେବ। ଆପଣ 1 ସପ୍ତାହ ଉପବାସ କରିବା ଲୋଡ଼ା। ପୁଣି ପ୍ରତିମା ପଛରେ ଥିବା ଗୁମ୍ଫା ଭିତରେ ବସି ଧ୍ୟାନ କରିବାକୁ ହେବ। ତେବେ ଯାଇ ଫଳ ହେବ। ଉପବାସ? ସପ୍ତାହେ କାଳ? ରାଜା ଆର୍ତ୍ତନାଦ କରି ଉଠିଲେ। ଚଣ୍ଡ ପ୍ରଚଣ୍ଡ ମହାରାଜ, 1 ସପ୍ତାହରୁ 1 ନିମିଷ କମ୍ ହେଲେ ବି ଚଳିବ ନାହିଁ, ଯାଦୁକର ନିର୍ମମ କଣ୍ଠରେ କହିଲା। ଆମ୍ଭେ ପ୍ରତ୍ୟହ ସକାଳେ ମାତ୍ର 10-12ଟି ଲଡ଼ୁ ଚଟାପଟ ପାଟିରେ ପକାଇଦେଲେ ଚଳିବ ନା କ'ଣ? ରାଜା ତାଙ୍କ ଉପରେ ହଠାତ୍ ମୁରବୀ ବନିଯାଇଥିବା ଯାଦୁକର ହୃଦୟରେ କରୁଣା ଉଦ୍ରେକ କରିବାର ଚେଷ୍ଟା କଲେ। ନା, ଚଳିବ ନାହିଁ। ରାଜା ତାଙ୍କର ଅସମାପ୍ତ ନୈଶାହାର ଆଡ଼େ ସତୃଷ୍ଣ ନୟନରେ ଚାହିଁ ରହିଲେ। ଯାଦୁକର ମହାଶୟ, ଦୈନିକ ଗୋଟାଏ ଅଧେ ମୁର୍ଗୀ ଖାଇଲେ କ୍ଷତି ହେବ ନାହିଁ। ନା ମହାରାଜ, ମୁର୍ଗୀ ତ ଦୂରର କଥା, ଅଣ୍ଡା ବି ଚଳିବ ନାହିଁ। ରାଜାଙ୍କ ମୁହଁ ବଡ଼ ବିକଳ ଦେଖାଗଲା। ବଡ଼ ସଦୟ ହସ ହସି ଯାଦୁକର କହିଲା, ମହାରାଜ, ସେଦିନର କଳ୍ପନା କରନ୍ତୁ ଯେଉଁଦିନ ଜୀବନ୍ୟାସ ପାଇଥିବା ଏ ପରିଗହଣରେ ବସି ଆପଣ ମୁର୍ଗୀ ପରେ ମୁର୍ଗୀ, ଥାଳି ପରେ ଥାଳି ଲଡ଼ୁ ଆହାର କରୁଥିବେ। ମନେ ରଖନ୍ତୁ, 7 ଦିନ ଉପବାସ କରିଥିବା ଏକମାତ୍ର ରାଜା ରୂପେ, ପୁଣି ଜଣେ ପରୀକୁ ବିଭା ହୋଇଥିବା ଏକମାତ୍ର ରାଜା ରୂପେ ଇତିହାସରେ ଆପଣଙ୍କ ନାମ ଅମର ରହିବ। ଭୂଗୋଳରେ ମଧ୍ୟ ଜଣେ ଅମାତ୍ୟ କହିଲେ। ଯାଦୁକର ରାଜାଙ୍କ ପିଠି ଥାପୁଡ଼ାଇ ଦେଲା। ଚାହୁଁ ଚାହୁଁ ତାର ପ୍ରଭାବ ବଢ଼ି ଯାଉଥିଲା। ମୁଁ ନିଜେ ଆପଣଙ୍କ ସହ ଉପବାସ କରିବି, ଏହା ମୋର ଇଚ୍ଛା। ଯାଦୁକର ମୁହଁରୁ କଥା ଛଡ଼ାଇ ନେଇ ମନ୍ତ୍ରୀ ଓ ଅମାତ୍ୟମାନେ ସମସ୍ୱରରେ କହିଲେ, କାହାର ଇଚ୍ଛା ନୁହେଁ, ଆମେ ସମସ୍ତେ ଉପବାସ କରିବୁ। ଭଲ କଥା। ଚଣ୍ଡ ପ୍ରଚଣ୍ଡ ମହାରାଜ ଉପବାସ କରୁଥିବା ବେଳେ ଖଣ୍ଡିଏ ଚିଙ୍ଗୁଡ଼ି ପାଟିରେ ପକାଇବା ପାଇଁ ବି କାହାର ଭଲା ମନେ ହେବ? ମୁଁ କ'ଣ କହୁଥିଲି କି, ମୋର ବି ଉପବାସ କରିବାକୁ ଇଚ୍ଛା, କିନ୍ତୁ ମୋତେ ବହୁତ ଖଟିବାକୁ ହେବ। ମୁଁ ଦୁର୍ବଳ ହେଲେ ଚଳିବ ନାହିଁ। ବସ୍ତୁତଃ ମୋତେ ଯେତେ ଦୂର ସମ୍ଭବ ଭଲ ଖାଇବାକୁ ହେବ। ରାଜାଙ୍କର ଯାହା ଆହାର, ସେଥିରେ ମୋର ଚଳିଯିବ। ନହେଲେ ପ୍ରତିମା ଜୀବନ୍ୟାସ ପାଇବା ସହଜ ହେବ ନାହିଁ, ଯାଦୁକର କହିଲା। ତାହା ହିଁ ହେଉ ଯାଦୁକର ମହାଶୟ, ରାଜା ବିକଳ କଣ୍ଠରେ କହିଲେ। ରାଜା ପ୍ରଭାତରେ ସମସ୍ତ ମନ୍ତ୍ରୀ ଓ ଅତିବିଜ୍ଞ ଅମାତ୍ୟମାନଙ୍କୁ ଡକାଇ ଘୋଷଣା କଲେ, ତମ ସମସ୍ତଙ୍କୁ ଆମ୍ଭ ସହ 1 ସପ୍ତାହ ବ୍ୟାପୀ ଅନଶନ କରିବାର ସୁଯୋଗ ଆମ୍ଭେ ଦେଲୁ। ଏ ଘୋଷଣା ପରେ ରାଜା ସେମାନଙ୍କୁ ଆଉ ନିଜ ନିଜ ଘରକୁ ଯିବାକୁ ଦେଲେ ନାହିଁ। ସେ ଖୋଦ୍ ନ ଖାଉଥିବା ବେଳେ ଆଉ କେହି ଲୁଚାଇ କରି କିଛି ଖାଇ ପକାଇବ, ଏକଥା ବା ସେ କିପରି ସହ୍ୟ କରନ୍ତେ? ଦ୍ୱିତୀୟ ଦିନକୁ ଅମାତ୍ୟବର୍ଗ କାନ୍ଦିବାକୁ ମନ କରୁଥିଲେ। କିନ୍ତୁ ସେମାନଙ୍କ ପ୍ରିୟ ରାଜା ଯେତେବେଳେ ଏକ ବିଶେଷ ସୌଭାଗ୍ୟର ଅଧିକାରୀ ହେବାକୁ ଯାଉଥିଲେ, ସେତେବେଳେ ସମସ୍ତେ ସରସ ସୁନ୍ଦର ଦେଖା ନ ଯିବେ କିପରି? ଅତଏବ ପେଟ ଭୋକ ପେଟରେ ଓ ଆଖି ଲୁହ ଆଖିରେ ମାରି ସେମାନେ ହସ ହସ ଦେଖାଯିବାରେ ଏକ ଆରେକୁ ବଳିଗଲେ। ରାଜାଙ୍କ ଭୋଜନଶାଳାରେ ରାଜକୀୟ ଆହାର କରୁଥିଲା ଯାଦୁକର। ଯାହା ଉଦ୍ବୃତ ରହୁଥିଲା, ଚଟାପଟ ତାର ସଦ୍ବ୍ୟବହାର କରୁଥିଲା ତାର ସୁଯୋଗ୍ୟ ସହକାରୀ। ତୃତୀୟ ଦିନକୁ ରାଜାଙ୍କର ବାରମ୍ବାର କୋହ ଉଠିବାର ଦେଖାଗଲା। ଚତୁର୍ଥ ଦିନ ସେ କାନ୍ଦିବାକୁ ଆରମ୍ଭ କଲେ। ଅବଶ୍ୟ ସୁବର୍ଣ୍ଣର ପ୍ରତିମା ଜୀବନ୍ୟାସ ପାଇ ସୁନ୍ଦରୀ ପରୀରେ ପରିଣତ ହେବା ପରେ ତାକୁ ବିଭା ହୋଇ ରାଜା କେଡ଼େ ସୁଖୀ ହେବେ, ଯାଦୁକର ସେ କଥା ମନେ ପକାଇ ଦେଲେ ରାଜାଙ୍କ ମୁହଁରେ ବିଜୁଳି ଭଳି ହସ ଚହଟି ଉଠୁଥିଲା ଓ ସେ ଲୁହ ପୋଛି ପକାଉଥିଲେ। ପର୍ବତ ଭିତରେ ପ୍ରଚୁର ସୁନା ଲୁଚି ରହିଛି ବୋଲି ତାଙ୍କୁ ଜଣାଥିଲା। ପରି ତାହା ଠାବ କରିଦେବ, ତାଙ୍କ ହୃଦୟରେ ଏ ବିଶ୍ୱାସ ମଧ୍ୟ ଦୃଢ଼ ହେଉଥିଲା। 1 ସପ୍ତାହ ଶେଷ ହେଲା। ଅଷ୍ଟମ ଦିନ ପ୍ରତ୍ୟୁଷରେ ରାଜାଙ୍କୁ ଲହୁଣୀ ସ୍ନାନ କରାଇ ମୂଲ୍ୟବାନ ବସ୍ତ୍ର ପିନ୍ଧାଇ ଦିଆଗଲା। ମଣିମାଙ୍କୁ ବର୍ତ୍ତମାନ ସର୍ବଶେଷ ଅନୁଷ୍ଠାନ ନିମନ୍ତେ ପ୍ରତିମା ପଶ୍ଚାତରେ ଥିବା ଗୁମ୍ଫା ଭିତରକୁ ଯିବାକୁ ହେବ। ସେଇଠି ସେ ତାଙ୍କ ଅନଶନ ଭଙ୍ଗ କରିବେ। ଭଦ୍ରମଣ୍ଡଳୀ, ଆପଣମାନେ ନିଜ ନିଜ ଘରକୁ ଯାଇ ଖିଆପିଆରେ ମନୋନିବେଶ କରନ୍ତୁ। ମନ୍ତ୍ରୀ ତଥା ଅମାତ୍ୟମାନଙ୍କୁ ଉଦ୍ଦେଶ୍ୟ କରି ଯାଦୁକର କହିଲା। କଣ୍ଠସ୍ୱର ଆହୁରି ଗମ୍ଭୀର କରି ସେ ପୁଣି କହିଲା, ଗୁମ୍ଫା ଭିତରେ ମୋତେ କେତେ କାଳ ଧ୍ୟାନମଗ୍ନ ରହିବାକୁ ପଡ଼ିବ ଜାଣେନା। ରାଜାଙ୍କ ବ୍ୟତୀତ ମୋତେ ଆଉ କେହି ଭେଟିପାରିବେ ନାହିଁ। କିନ୍ତୁ ଗୋଟାଏ ଚେତାବନୀ ଦେଉଛି, କେହି ଯେପରି ରାଜାଙ୍କର ଅତି ପାଖକୁ ଲାଗି ନ ଯାଆନ୍ତି। ମୋ ଯାଦୁ ତାଙ୍କ କଳେବରକୁ ବେଢ଼ି ରହିବ। ଫଳରେ ଯିଏ ତାଙ୍କର ଯେତେ ପାଖକୁ ଯିବ, ସେତିକି ମାତ୍ରାରେ ତାର ଆୟୁ ହ୍ରାସ ହେବ।
ଭୋକିଲା ଅମାତ୍ୟବର୍ଗ ଆଉ ଅଧିକ ଚେତାବନୀ ଶୁଣିବା ଭଳି ଅବସ୍ଥାରେ ନଥିଲେ। ଉଠିପଡ଼ି ସେମାନେ ନିଜ ନିଜ ଘର ମୁହାଁ ଚାଲିଲେ। ଗୋଟିଏ ରତ୍ନ ଖଚିତ ଦଉଡ଼ିରେ ବସାଇ ଭୋକିଲା ରାଜାଙ୍କୁ ସୁବର୍ଣ୍ଣ ପ୍ରତିମା ପାଖକୁ ନିଆଗଲା। ଆଉ ମାତ୍ର ଦିନଟିଏ ବାକି, ତାପରେ ଏ ପରି ପର୍ବତରେ ଲୁକାୟିତ ସୁନାରାଶିର ସନ୍ଧାନ ସମେତ ଆପଣଙ୍କର ହୋଇଯିବ। ଯାଦୁକର ରାଜାଙ୍କ କାନରେ ଚୁପି ଚୁପି କହିଲା। ଉତ୍ସାହିତ ହୋଇ ରାଜା ଆଉ ଶୋଇ ନ ରହି ଦୋଳି ଉପରେ ଉଠି ବସିଲେ। ତାପରେ ଯାଦୁକର କାନ୍ଧରେ ଭରା ଦେଇ ସେ ଗୁମ୍ଫା ଭିତରେ ପଶିଲେ। ଦେହରକ୍ଷୀମାନଙ୍କୁ ପାହାଡ଼ ତଳକୁ ହଟିଯିବା ନିମନ୍ତେ ନିର୍ଦ୍ଦେଶ ଦେଲା ଯାଦୁକର। ଯାଦୁକର ବନ୍ଧୁ, ମୋତେ ଏଡ଼େ ଭୋକ ଲାଗୁଛି ଯେ ମୁଁ ଏ ସୁବର୍ଣ୍ଣ ପ୍ରତିମାକୁ ଚୋବାଇ ଖାଇଦିଅନ୍ତି, କିନ୍ତୁ ମୁଁ ତ ତାକୁ ବାହା ହେବି। ରାଜା ସେହି ଭୀଷଣ ଦୁର୍ବଳ ଅବସ୍ଥାରେ ବି ଉତ୍ଫୁଲ୍ଲ ଦିଶୁଥିଲେ। ପରିଚାରକମାନେ ରାଜାଙ୍କ ପ୍ରାତଃମଣୁ ହିଁ ସେତେବେଳକୁ ଗୁମ୍ଫା ଭିତରେ ନେଇ ସଜାଇ ରଖି ଆସିଥିଲେ। ପୂର୍ବଦିନ ସନ୍ଧ୍ୟାରେ ହିଁ ସେ କ'ଣ କ'ଣ ଖାଇବେ ରାଜା ସେ ଘୋଷଣା କରିସାରିଥିଲେ। ବିନିଦ୍ର ରଜନୀ ବ୍ୟାପୀ ପାଚକଗଣ ସେସବୁ ପ୍ରସ୍ତୁତ କରିଥିଲେ ଓ ରାଜା ରଜନୀ ବ୍ୟାପୀ ସେସବୁର ସ୍ୱପ୍ନ ଦେଖିଥିଲେ ଏବଂ ରାତି ପାହିଲାଣି କି ନା ଜାଣିବା ପାଇଁ ବାରମ୍ବାର ବାତାୟନ ଦେଇ ବାହାରକୁ ଅନାଇଥିଲେ। ଜଳଖିଆ ରାଶିଆଡ଼େ ଅନାଇ ରାଜାଙ୍କ ଆଖିରେ ଆବେଗ ଉଛୁଳି ଉଠିଲା। ଆଃ ଆଃ ଉଚ୍ଚାରଣ କରି ସେ ଯାଦୁକରକୁ କହିଲେ, ଏଥର ଖାଇବାକୁ ବସିଲି। ଥୟ ଧରନ୍ତୁ ମଣିମା, ସାମାନ୍ୟ ଅନୁଷ୍ଠାନ ବାକି ଅଛି। ଗୁମ୍ଫା କାନ୍ଥରେ ଏହି ଯେଉଁ କଣାଟି ଦେଖୁଛନ୍ତି, ଏଇ ଗୋଟିକ ଭିତର ଦେଇ ଆପଣଙ୍କୁ ଗଳି ଯିବାକୁ ହେବ। ତାପରେ ଖାଲି ସୁଖ ସୁଖ ସୁଖ, ଖାଇବେ, ଖୁସି ହେବେ। ଆଉ ପରିକି ବିଭା ହେବି। ରାଜା ଗଦଗଦ କଣ୍ଠରେ କହିଲେ। ଠିକ୍, ବର୍ତ୍ତମାନ ବେଶ ଉତାରି ପକାନ୍ତୁ। ବେଶ ଉତାରିବି କାହିଁକି? ମହାରାଜ, ତାହା ହିଁ ବିଧି। ଏହା ପରେ ପରେ କ'ଣ ପାଇବାକୁ ଯାଉଛନ୍ତି ସେ କଥା ଭୁଲନ୍ତୁ ନାହିଁ। ସେଭଳି ପୁରସ୍କାର ପାଇଁ ସାମାନ୍ୟ ବେଶ କାହିଁକି? ମୁଁ ତ ମୋ ଚମ ଉତାରିବାକୁ ବି ଦ୍ୱିଧା କରନ୍ତି ନାହିଁ। ଏହା କହି ଯାଦୁକର ପୋଷାକ ଉତାରିବା ପାଇଁ ରାଜାଙ୍କୁ ସାହାଯ୍ୟ କଲା। ରାଜାଙ୍କ ବହୁମୂଲ୍ୟ ବହିର୍ବାସ ଏବଂ ହୀରାମଣ୍ଡିତ ମୁକୁଟ ଖାଲି ନୁହେଁ, ମୁଦ୍ରିକା ଓ ହାରଟିମାନ ମଧ୍ୟ ବାହାର କରି ନିଆଗଲା। ଅନ୍ଧାରୁଆ ଗୁମ୍ଫା ଭିତରେ ରାଜା ଖାଲି ଅନ୍ତର୍ବାସ ପିନ୍ଧି ଠିଆ ହୋଇଥାନ୍ତି। ଏଥର ମହାରାଜ କଣା ଦେଇ ପଶନ୍ତୁ। ମୁଁ ଜାଣେ ଏହା ଠିକ୍ ରାଜକୀୟ କାମ ନୁହେଁ, କିନ୍ତୁ ପରିକନ୍ୟା ବିଭା ହେବାକୁ ହେଲେ ଏହା ନକରି ଉପାୟ ନାହିଁ, ଯାଦୁକର କହିଲା। ରାଜା କଣା ଭିତରେ ପଶିବାକୁ ପ୍ରୟାସୀ ହେଲେ। ଯାଦୁକର ଓ ତା ସହକାରୀ ତାପରେ କଣା ଭିତର ଦେଇ ରାଜାଙ୍କୁ ଠେଲି ଠେଲି ସେପାରି ସୁଡ଼ଙ୍ଗ ଭିତରକୁ ପକାଇଦେଲେ। ସେପଟେ ଦୁମ୍ କିନା ପଡ଼ି ରାଜା ଚିତ୍କାର କଲେ, ଅନ୍ଧାର, ଏଠି କିଟିକିଟି ଅନ୍ଧାର, ଏଠି ଖାଇବି କିପରି? ସେ ଚିନ୍ତା ନାହିଁ, ତମକୁ ଅନ୍ଧାରରେ ଖାଇବାକୁ କହିବୁ, ସେଭଳି ଅଭଦ୍ର ଆମେ ନୋହୁଁ, ଆମେ ଖାଇଦେବୁ। ଏକଥା କହିବା ବେଳକୁ ଯାଦୁକର ରାଜାଙ୍କ ପୋଷାକ ଓ ମୁକୁଟ ପିନ୍ଧି ସାରିଥାଏ। ଅନୁଷ୍ଠାନ ଶୀଘ୍ର ଶେଷ କର, ରାଜା ବିକଳ କଣ୍ଠରେ କହିଲେ। ଶେଷ ହୋଇଗଲାଣି କହି ଯାଦୁକର କଣା ଭିତର ଦେଇ ଅନାଇଲା। ତମେ କିଏ? ବିସ୍ମିତ କଣ୍ଠରେ ଅନ୍ଧାର ଭିତରୁ ରାଜା ପଚାରିଲେ। କିଏ ମାନେ? ମୁଁ ରାଜା, ଯାଦୁକର କହିଲା। ବାଜେ କଥା କୁହନା, ତମେ ଯଦି ରାଜା, ମୁଁ ତେବେ କିଏ? ବୋଧହୁଏ ଯାଦୁକର, ଯାଦୁକର ଜବାବ ଦେଲା। ମୋତେ ଯାଦୁର ବିନ୍ଦୁ ବିସର୍ଗ ଜଣା ନାହିଁ। ଜଣାଥିଲେ ଏ ପଥର ସବୁକୁ ଲଡ଼ୁ କରିଦିଅନ୍ତି, ରାଜା କହିଲେ। ତମକୁ ଜଣା, ଭୁଲି ଯାଇଛ, ଯେମିତି ମୁଁ ଅର୍ଥାତ୍ ରାଜା। ଗୁପ୍ତ ଗନ୍ତାଘରର ଚାବିଟି କେଉଁଠାରେ ଅଛି ଭୁଲି ଯାଇଛି। ତମେ କହିଦିଅ, ତାହେଲେ ପୁଣି ମୁକ୍ତ ପବନ ଓ ସୂର୍ଯ୍ୟାଲୋକ ଭିତରକୁ ଲେଉଟି ଆସିବ। ରାଜା ବଲ ବଲ କରି ଅନାଇଲେ ଓ କାନ୍ଦ ଚାପି ରଖି କହିଲେ, ମୋତେ ଏଠାରୁ ଶୀଘ୍ର ବାହାର କରିନିଅ ଓ ଖାଇବାକୁ ଦିଅ। ଜରୁର ଖାଇବାକୁ ଦେବା, କିନ୍ତୁ ପ୍ରଥମେ ଗୁପ୍ତ ଗନ୍ତାଘରର ଚାବି କେଉଁଠି ଅଛି କହି ପକାଅ। କହିବି ନାହିଁ, ନା, ରାଜା ପାଟି କରି କହିଲେ। ମୁଁ ତମ ଚାଲାକି ବୁଝିଗଲିଣି। ତମେ ମୋତେ 7 ଦିନ କାଳ ଭୋକିଲା ରଖିବାର କାରଣ ବର୍ତ୍ତମାନ ତମକୁ ବାଧା ଦେବା ଭଳି ବଳ ମୋର ନଥିବ। ତମେ ବଦମାସ, ଶଇତାନ। ଯାଦୁକର ତା ସହକାରୀ ଧରିଥିବା ଥାଳିରୁ ଲଡ଼ୁଟିଏ ଉଠାଇ ନେଇ ପାଟିରେ ପକାଇଲା। ରାଜା ବିକଳ ଭାବରେ ଅନାଇ ରହିଥାନ୍ତି। ମୋତେ ମୋ ଜଳଖିଆ ଦିଅ, ସେ ଗର୍ଜନ କଲେ, କିନ୍ତୁ କଣ୍ଠସ୍ୱର ପଡ଼ିଗଲା। ଯାଦୁକର
ତାଙ୍କ ହାତକୁ ଲଡ଼ୁଟିଏ ବଢ଼ାଇ ଦେଇ କହିଲା, ଦୈନିକ ଗୋଟାଏ ଲଡ଼ୁ ହିଁ ମିଳୁଥିବ, ଯେଯାଏଁ ଗୁପ୍ତ ଗନ୍ତାଘରର ଚାବି କେଉଁଠି ଅଛି କହି ନ ଦେଇଛ। କହିଦେଲେ ତେଣିକି ଗୋଟାଏ ଲଡ଼ୁ ବି ଆଉ ମିଳିବ ନାହିଁ। ମୁଁ ମରିବି। ତମ ଚାତୁରୀରେ ଭଳିଗଲି ମୁଁ। ହାୟ ହାୟ, ମୁଁ କେଡ଼େ ବୋକା। ରାଜା ଲଡ଼ୁଟି ଖାଉଁ ଖାଉଁ ଗାଉଁ ଗାଉଁ କରି କହିଲେ,